ଅଳ୍ପ କିଛି ବେପାର ହେଇଛି ଦେଖିଆ ଏତିକି ଟଙ୍କା ହେଇଛି ଆଉ। କଣ ସବୁବେଳେ ପଇସା ପଇସା ହଉଛ? ପଇସାର ମାନେ କିଛି ବୁଝିଛ? ନା ବୁଝିନି, ବୁଝେଇଲୁ। ଏଇ ଟଙ୍କା 500 ପାଇଁ ଆଜ୍ଞା ଶାଶୁ ଶ୍ୱଶୁର ଅଲଗା ହେଇଯାଉଛନ୍ତି, ଝିଅ ଜୋଇଁ ବି ଅଲଗା ହେଇଯାଉଛନ୍ତି, ଭାଇ ବନ୍ଧୁ ବି ଅଲଗା ହେଇଯାଉଛନ୍ତି, ସମସ୍ତେ ଅଲଗା ହେଇଯାଉଛନ୍ତି ଏଇ ଟଙ୍କା 5 ପାଇଁ। ଆକୁ କିଏ ଛପଉଥିଲା କଣ? ମୁଁ ଯଦି ଦେଖିଥାନ୍ତି ନା ତାକୁ ଲୁଗା ଶୁଖେଇଲା ଭଳିଆ ମୁଡ଼ି ଦେଇଥାନ୍ତି। ମୋ ପଇସା କିଛି ନ ଦେଇଛି ଯେମିତି ଏତେ କଷ୍ଟରେ ପଇସା କି ପଇସା? ପଇସାର ମୂଲ୍ୟ ଯିଏ ନ ବୁଝି ପାରୁଛନ୍ତି ନାଇଁ ମାନେ ଠିକ ବୁଝି ନବ ଏ କଥା ଶୁଣିଲେ। ପଇସା ପାଇଁ କେତେ ଲୋକ ଦୁଃଖ ପାଉଛନ୍ତି, କେତେ ଲୋକ ବି ସୁଖ ବି ପାଉଛନ୍ତି ପଇସା ପାଇଁ। କେବଳ ଏଇ ଟଙ୍କା 500 ପାଇଁ କିଏ ଖରା ତରାରେ କେତେ ଖଟୁଛନ୍ତି। ଏମିତି କହିବାର କାରଣ କିଛି କାରଣ ଅଛି। ଧନ ମୁଁ ଛାଡିଗଲା ସେ ଟଙ୍କା 500। ପଇସା ହିସାବ ପଇସା କେତେ କୋଳି ଗଲୁ, କେତେ ସଂସାର ଭାଙ୍ଗି ଯାଉଛି, ଇଏ କରୁଛି ସିଏ କରୁଛି, ତୁ କହୁଥିଲୁ ପଇସା ପାଇଁ। ତମେ କଣ ଚାହୁଁଛ ମୁଁ ବି ତମକୁ ଛାଡିଯାଏ 500 ଟଙ୍କା ପାଇଁ? ଦବ ନା ନାଇଁ? ଠିକ ଅଛି, ମୋ ବୋତଲ ଟା ନେଲେ କେମିତି 500 ଟଙ୍କା ଦବନି? ଖାଇବା ପିଇବା କଣ କେତେ 500 ଟଙ୍କା ଦବ ନା ଏଇଟା ନେଇଯିବ? ଶୀଘ୍ର ଦିଅ, 500 ଟଙ୍କା ଦିଅ। 500 ଟଙ୍କା ମୁଁ ଦେବି? ହଁ ଶୀଘ୍ର ଦିଅ। ବୋତଲ ଦେଇକି